ମୁଁ ଦୁଇଥର ଚିଫ୍ ମିନିଷ୍ଟର ଗ୍ରିଭାନ୍ସ ସେଲ୍ରେ ଏଇଟା ଦେଇଛି ୱିଦାଉଟ୍ ମାଇ ନଲେଜ ସେଟା ଡିସ୍ପୋଜ ହେଇଛି। ଯେତେବେଳେ ମୁଁ ଦେଖେ ଅଭିଯୋଗ କରିଥାଏ ସେମାନେ ଆସିକି ଫଟୋ ଉଠେଇକି ଖାଲି କ'ଣ ନା ଆମେ କରିବୁ ବ୍ୟବସ୍ଥା କରୁଛୁ ଏହା କରିଛନ୍ତି। ତାପରେ ମୁଁ ତାଙ୍କୁ କହିଦେଲି ମୁଁ ହ୍ୟୁମାନ୍ ରାଇଟ୍ କମିଶନକୁ ଯିବି, ଆପଣ ଯଦି ନ କରିବେ ହ୍ୟୁମାନ୍ ରାଇଟ୍ କମିଶନ ଯିବି, କାହିଁକିନା ମୁଁ ୱର୍ଷ୍ଟ ସଫର ସବୁଠାରୁ। ନା ଆଜ୍ଞା ଆପଣ ଏଇଟା କରନ୍ତୁନି, ଆମେ ଦେଖୁଛୁ କରିଦେବୁ। ମୁଁ କ୍ଷୀରୋଦ କୁମାର ସ୍ୱାଇଁ, ଆପଣ ଯୋଉ ବିଲ୍ଡିଂ ଫୋକସ୍ କରିଛନ୍ତି ବର୍ତ୍ତମାନ ସେ ବିଲ୍ଡିଂ ର ଓନର। ଆଜ୍ଞା ଆପଣ ଘର ଆଗରେ ଯୋଉ ପାଣି ଜମି ଯାଇଛି କୋଉ ପାଣି? ଏଇଟା ସିୱରେଜ ପାଣି, ଡ୍ରେନେଜ ପାଣି ଆଉ ସିୱରେଜ ପାଣି ଦୁଇଟାକୁ ସମ୍ମିଶ୍ରଣ ଏଠି ରହୁଛି। କେତେ ଦିନ ହେଲା ଏମିତି ପାଣି ଜମୁଛି? ତ ହାରାହାରି 4-5 ବର୍ଷ ହେଲାଣି ଏମିତି ଦେଖୁଛି। ଆପଣ ଘର କରିବ ଘର ଆଗରୁ ହେଇଥିଲା, ତାପରେ ଡ୍ରେନ୍ ହେଇଥିଲା। ମୋ ନଲେଜରେ ଏଇଟା ହେଇଥିଲା ଏବଂ ମୁଁ ମଧ୍ୟ କିଛି ଟେକ୍ନିକାଲ ଆଡଭାଇସ୍ ବି ଦେଇଥିଲି ଆଜ୍ ଏ ଟେକ୍ନିକାଲ ପର୍ସନ। ସେଟାକୁ ସେ ଟୋଟାଲି ଶୁଣିଲେ ନାହିଁ, ସେ ତାଙ୍କ ଓନ୍ ୱେରେ ସେ କରିଛନ୍ତି, ରଙ୍ଗ ପ୍ରୋସେସରେ କରିଛନ୍ତି। ଆପଣଙ୍କୁ ତ ଯିବା ଆସିବାର ଅସୁବିଧା ହଉଥିବ? ନିଶ୍ଚିନ୍ତ ଆପଣ ଘେରିବନ୍ଦି ଭିତରେ ଦେଖନ୍ତୁ, ମାନେ ସିୱରେଜ ପାଣି ଯୋଉ ଦୁର୍ଗନ୍ଧ ପାଣି, ମାନେ ଏଟାକୁ ଯେକୌଣସି କଣ୍ଟାମିନେସନ ଡିଜିଜ ସବୁ ମାନେ ହେଇଯିବାର ସମ୍ଭାବନା ଅଛି। ଏଠି ପିଲାମାନେ ରହୁଛନ୍ତି, ଆଉ ଆବାସିକ ଛାତ୍ର ବି ରହୁଛନ୍ତି, ଆଉ ବହୁତ ଛୋଟ ପିଲା ଏଠି ଯିବା ଆସିବା କରୁଛନ୍ତି, ସ୍କୁଲ ପିଲା, କଲେଜ ପିଲା, ଆଉ କର୍ମଜୀବୀ ଲୋକ ବି ବହୁତ ରହୁଛନ୍ତି। ସତ୍ୟବାହାର ଅଞ୍ଚଳ ସବୁ ଏପଟେ ଯିବା ଆସିବା କରୁଛନ୍ତି। ଏଟା ଲେନ୍ 1, ଏଟା ଇମ୍ପୋର୍ଟାଣ୍ଟ ରୋଡ, ତେଣୁ ଏଇଟା କନେକ୍ଟିଭିଟି ଏଟା ଇଣ୍ଟରପ୍ଟେଡ ହଉଛି, ବାଧାପ୍ରାପ୍ତ ହଉଛି। ଆପଣ କାହା କାହାକୁ ଅଭିଯୋଗ କରୁଛନ୍ତି? ମୁଁ ଦୁଇଥର ଚିଫ୍ ମିନିଷ୍ଟର ଗ୍ରିଭାନ୍ସ ସେଲ୍ରେ ଏଇଟା ଦେଇଛି ୱିଦାଉଟ୍ ମାଇ ନଲେଜ ସେଟା ଡିସ୍ପୋଜ ହେଇଛି। ଯେତେବେଳେ ମୁଁ ଦେଖେ ଅଭିଯୋଗ କରିଥାଏ ସେମାନେ ଆସିକି ଫଟୋ ଉଠେଇକି ଖାଲି କ'ଣ ନା ଆମେ କରିବୁ ବ୍ୟବସ୍ଥା କରୁଛୁ ଏହା କରିଛନ୍ତି। ତାପରେ ମୁଁ ତାଙ୍କୁ କହିଦେଲି ମୁଁ ହ୍ୟୁମାନ୍ ରାଇଟ୍ କମିଶନକୁ ଯିବି, ଆପଣ ଯଦି ନ କରିବେ ହ୍ୟୁମାନ୍ ରାଇଟ୍ କମିଶନ ଯିବି, କାହିଁକିନା ମୁଁ ୱର୍ଷ୍ଟ ସଫର ସବୁଠାରୁ। ନା ଆଜ୍ଞା ଆପଣ ଏଇଟା କରନ୍ତୁନି, ଆମେ ଦେଖୁଛୁ କରିଦେବୁ। କିନ୍ତୁ କିଛି ନାହିଁ, ସେ ଆସି ଖାଲି ତାକୁ କୋଉଠି ଟିକେ କଭର ଖୋଲି ଦେଖିଦେବେ, ଆଉ ମଝିରେ ମାନେ ଛାଡୁଥିଲେ ସିୱରେଜ ପାଣି, ଆଉ ପୂର୍ବରୁ ଛାଡୁଥିଲେ, ଏଇଟା ଗୋଟେ ମାନେ କୃତ୍ରିମ ହ୍ରଦ ଭଳିଆ ଚାଲିଥିଲା। ସେତିକିବେଳେ ମୁଁ ଜୋରସୋରେ କରିକି ଗ୍ରିଭାନ୍ସକୁ ଯାଇଥିଲି। ତାପରେ ବର୍ଷା ପାଣି ଏସବୁ ଜମିଯାଏ ଆଉ। ଏଇ କଣ ପ୍ରତିବର୍ଷ ଏଇଭଳିଆ ପାଣି ଜମୁଛି? ହଁ, ପ୍ରତିବର୍ଷର ପ୍ରତ୍ୟେକ ସମୟରେ ବର୍ଷା ହଉ କି ଯେତେବେଳେ ସେମାନଙ୍କର ଅକେଜନ ଉପୁଜୁଛି, ଆପଣଙ୍କର ସିୱରେଜ ପ୍ରୋବ୍ଲେମ ରହୁଛି, ସବୁ ଏପଟେ ଛାଡୁଛନ୍ତି। ଆପଣ କଣ ରୋଗ ହଉଛି, ଲୋକମାନେ ତ ବହୁତ ଯାଉଛନ୍ତି। ମାନେ ଆପଣ ଡକ୍ଟର ମାନଙ୍କୁ ପରାମର୍ଶ କଲେ ଲୋକାଲ ସେମାନେ କହିବେ, ଡକ୍ଟର ମେଡିକାଲ ପଚାରିଲେ ସେମାନେ କହିବେ ଏଠି କଣ୍ଟାମିନେଟେଡ ଡିଜିଜ କେମିତି ଲୋକମାନେ ସଫର କରୁଛନ୍ତି। ଆଉ ଆପଣଙ୍କର ମ୍ୟାଲେରିଆ, ଫାଇଲେରିଆ, ଡେଙ୍ଗୁ ଏଗୁଡା ତ ହବାର ମୋଷ୍ଟ ପ୍ରୋବାବଲି ପସିବିଲିଟି ଅଛି। ଆପଣଙ୍କ ଏଇ ଜାଗାଟା ପର୍ଟିକୁଲାର କୋଉଠି ଯାଉଛି କହିଛନ୍ତି? ଏଇଟା ସତ୍ୟବିହାର ଲେନ୍ 1, ଭୁବନେଶ୍ୱର ମ୍ୟୁନିସିପାଲିଟି ଅଣ୍ଡରରେ। ଏଇଟା ହଉଛି ୱାର୍ଡ 5 ଏବଂ ସତ୍ୟବିହାର ଲୋକାଲିଟି ପାଣ୍ଡାରା ରେଭେନ୍ୟୁ ଭିଲେଜ ଅଣ୍ଡର ଏଇଟା, ଏବଂ ଏଇଟା ଲେନ୍ 1। ଏଇ ଦୃଶ୍ୟଟା ହଉଛି ଲେନ୍ 1। ଆଉ ଏଠି ମଧ୍ୟ ବହୁତ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ବି ରହିଛି, ବହୁତ ଲାଇଟ୍ ଜଳୁନି, ଯୋଉ ସମୟରେ ଜଳିବା କଥା ଜଳିବନି, କେତେବେଳେ ଜଳୁଥିବ, ଦିନରେ ଜଳୁଥିବ, ଏଇ ଟାଇପର ରହୁଛି, ଇରେଗୁଲାରିଟି ରହୁଛି ଆଉ।